ଲିଖନୀରେ କାହାଣୀ। ଆଜିର ଗଳ୍ପ କୁଆ ଏବଂ କଳା ନାଗ। ଘଞ୍ଚ ଜଙ୍ଗଲ ମଧ୍ୟରେ ଏକ ବିରାଟ ବରଗଛ ଥିଲା। ସେହି ବରଗଛରେ ଥିବା କୋରଡ ମଧ୍ୟରେ ଏକ କୁଆ ଦମ୍ପତି ବାସ କରୁଥିଲେ। ଏହି ଗଛ ପାଖରେ ଏକ କଳା ଗୋଖର ସାପ ବାସ କରୁଥାଏ। କିଛି ଦିନ ପରେ କୁଆଟି ତାର ବସାରେ ଡିମ୍ବ ଦେଲା। ଦୁଷ୍ଟ ଗୋଖର ସାପଟି ଏହା ଜାଣିପାରି କୁଆ ବସାରେ ପଶି ତାର ଡିମ୍ବକୁ ନଷ୍ଟ କରିଦେଲା। ସାପଟି ଏହିପରି ଥରେ ନୁହେଁ ବାରମ୍ବାର କଲା। ସାପର ଏପରି କାର୍ଯ୍ୟକଳାପ ଦେଖି କୁଆ ଦମ୍ପତି କଣ କରିବେ କିଛି ଠିକ କରିପାରିଲେ ନାହିଁ। ଏହି ବରଗଛ ପାଖରେ ଆଉ ଗୋଟିଏ ବରଗଛ ଥାଏ। ସେଠାରେ ଏକ ଶୃଗାଳ ବାସ କରୁଥାଏ। ଦିନେ କୁଆଟି ଅତ୍ୟନ୍ତ ଦୁଃଖରେ ତାର ମନ କଥା ଶୃଗାଳ ଆଗରେ ପ୍ରକାଶ କଲା। କହିଲା, ଶୃଗାଳ ଭାଇ, ତୁମେ ମୋର ବନ୍ଧୁ ପରି। କଳା ଗୋଖର ସାପଟି ମୋର ବସା ମଧ୍ୟକୁ ପ୍ରବେଶ କରି ମୋର ଛୁଆମାନଙ୍କୁ ମାରି ଖାଇ ଦଉଛି। ତେଣୁ ମୁଁ କିପରି ଏହି ବିପଦରୁ ରକ୍ଷା ପାଇବି, ତୁମେ ମୋତେ ଉପାୟ ବତାଇ ଦିଅ। ସେ ଆମ ପାଇଁ ସର୍ବଦା ବିପଦ ସୃଷ୍ଟି କରୁଛି। ଏଠାରେ ରହିବା ଆମ ପକ୍ଷେ କଷ୍ଟକର ହୋଇ ପଡ଼ିଲାଣି। କୁଆକୁ ଆଶ୍ୱାସନା ଦେବାକୁ ଯାଇ ଶୃଗାଳ କହିଲା, ଭାଇ, ଧୈର୍ଯ୍ୟ ହରାଉ ନାହିଁ। ଯେତେ ବଡ଼ ବିପଦ ଆସୁ ପଛକେ ଧୈର୍ଯ୍ୟର ସହିତ ସାମ୍ନା କରିବାକୁ ପଡ଼ିବ। ବୁଦ୍ଧି ବଳରେ ଆମେ ସେହି ବିଷଧର ସର୍ପକୁ ମାରିପାରିବା। ଯେତେ ବଳବାନ ଜନ୍ତୁ ହେଲେ ମଧ୍ୟ ବୁଦ୍ଧି ଦ୍ୱାରା ତାକୁ ପରାସ୍ତ କରିପାରିବା। ଶୃଗାଳ ଭାଇର କଥା ଶୁଣି କୁଆ ମନେ ମନେ ଆଶ୍ୱସ୍ତ ହେଲା ଓ ଉପାୟଟି କ'ଣ ଜଣାଇବାକୁ କହିଲା। ଉତ୍ତରରେ ଶୃଗାଳ କହିଲା, ପ୍ରଥମେ ତୁମକୁ ଏକ ନଗରକୁ ଯିବାକୁ ହେବ। ଏହାପରେ ତୁମେ ଜଣେ ଧନୀ ବ୍ୟକ୍ତିଙ୍କ ଘରକୁ ଯିବ। ତୁମକୁ ଲକ୍ଷ୍ୟ କରିବାକୁ ଯେତେବେଳେ କୌଣସି ବ୍ୟକ୍ତି ଅନ୍ୟମନସ୍କ ଥିବ ତାଙ୍କ ବେକରୁ ହାରଟିକୁ ଝାମ୍ପି ଆଣିବାକୁ ପଡ଼ିବ। ଏହାପରେ ତୁମ ପଛରେ ନିଶ୍ଚୟ ଜଗୁଆଳି ମାନେ ଧାଇଁବେ। ତୁମେ କିନ୍ତୁ ଧୀରେ ଧୀରେ ଉଡୁଥିବ। ଶେଷରେ ସେହି ହାରଟିକୁ ସାପ ରହୁଥିବା ଗାତରେ ପକାଇଦେବ। ଧନୀ ବ୍ୟକ୍ତିଙ୍କ ଜଗୁଆଳି ଏକଥାକୁ ଦେଖିପାରିବେ। ତେଣୁ ଗାତ ମଧ୍ୟରୁ ହାର ବାହାର କରିବା ସମୟରେ ଜଗୁଆଳି ମାନେ ବିଷଧର ସାପକୁ ଦେଖିଲେ ତାକୁ ନିଶ୍ଚୟ ଜୀବନରୁ ମାରିଦେବେ। ଶୃଗାଳର ଉପଦେଶ ଶୁଣିପାରିବା ପରେ କୁଆ ଦମ୍ପତି ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ବାହାରିଗଲେ। ଉଡ଼ି ଉଡ଼ି ଯାଉଥିବା ସମୟରେ ଏକ ହ୍ରଦ ମଧ୍ୟରେ ରାଣୀ, ଅନ୍ତପୁରର ମହାରାଣୀ ଏବଂ ତାଙ୍କର ସହଚରୀମାନେ ସ୍ନାନ କରୁଥିବା ଦେଖିବାକୁ ପାଇଲେ। ସ୍ନାନ ସମୟରେ ସେମାନେ ସୁନା ଏବଂ ମୋତି ଖଚିତ ରତ୍ନହାର ସହିତ ମୂଲ୍ୟବାନ ପୋଷାକ ଗୁଡ଼ିକୁ ହ୍ରଦର ପାହାଚ ଉପରେ ରଖିଥାନ୍ତି। ମା କୁଆଟି ସୁଯୋଗ ଦେଖି ଏକ ମୋତିମାଳା ଉଠାଇ ଆଣି ଉଡ଼ିବାକୁ ଲାଗିଲା। ମହାରାଣୀଙ୍କର ଅଙ୍ଗରକ୍ଷୀମାନେ ଏହା ଦେଖି ମାତ୍ରକେ ଠେଙ୍ଗା, ବାଡ଼ି, ଅସ୍ତ୍ରଶସ୍ତ୍ର ଧରି କୁଆରେ ପଛେ ପଛେ ଧାଇଁଲେ। ଶେଷରେ କୁଆଟି ମୋତିମାଳାଟିକୁ ସାପ ରହୁଥିବା ଗଛର ଗାତ ମୂଳରେ ପକାଇଦେଲା। ରାଜାଙ୍କ ଅଙ୍ଗରକ୍ଷୀ ଏହା ଦେଖିବା ପରେ ସଙ୍ଗେ ସଙ୍ଗେ ଗାତ ମଧ୍ୟରୁ ମୋତିମାଳାଟିକୁ ବାହାର କରିବାକୁ ଉଦ୍ୟମ କରନ୍ତେ ଦେଖିଲେ ଏକ ବିଷଧର ସର୍ପ। ଶେଷରେ ସେମାନେ ଧରିଥିବା ବାଡ଼ି ସାହାଯ୍ୟରେ ସାପକୁ ମାରି ରତ୍ନମାଳାଟିକୁ ପାଇବା ପରେ ମହାରାଣୀଙ୍କ ନିକଟକୁ ଫେରିଗଲେ। ସାପ ମୃତ୍ୟୁ ପରେ କୁଆ ଦମ୍ପତି ଆନନ୍ଦରେ ବରଗଛରେ ବାସ କଲେ। ଏହି ଗପରେ ଆମେ ଦେଖିଲେ ଯେ ଶରୀରର ବଳ ଅପେକ୍ଷା ବୁଦ୍ଧିର ବଳ ହିଁ ଅଧିକ। ଜଣେ ବୁଦ୍ଧିମାନ ବ୍ୟକ୍ତି ପକ୍ଷରେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ। ଦର୍ଶକ ବନ୍ଧୁ, କ୍ଷୁଦ୍ର ଗଳ୍ପ ସାହାଯ୍ୟରେ ଆପଣମାନଙ୍କୁ ଏଣ୍ଟରଟେନମେଣ୍ଟ କରିବା ଏହା ମୋର ଛୋଟିଆ ପ୍ରୟାସ। ଯଦି କୌଣସି ଉଚ୍ଚାରଣରେ ଭୁଲ ଥାଏ ତାହେଲେ ମୋତେ କ୍ଷମା କରିଦେବେ। ଲେଖନୀରେ କାହାଣୀ ଗଳ୍ପଟି ଆପଣମାନଙ୍କୁ ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ, ସେୟାର କରିଦିଅନ୍ତୁ ଏବଂ ଗଳ୍ପଟି ଭଲ ଲାଗିଥିଲେ କିମ୍ବା ଖରାପ ଲାଗିଥିଲେ ଆପଣମାନେ କମେଣ୍ଟ ଦ୍ୱାରା ଆମକୁ ଜଣାନ୍ତୁ। ଆପଣମାନଙ୍କର କମେଣ୍ଟ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଦର୍ଶକ ବନ୍ଧୁ, ଏମିତି ଭଲ ଭଲ ଗଳ୍ପ ଶୁଣିବାକୁ ଚାହୁଁଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ, ଯାହାଫଳରେ ଭିଡ଼ିଓର ପ୍ରଥମ ନୋଟିଫିକେସନ ଆପଣ ପାଇପାରିବେ। ଦର୍ଶକ ବନ୍ଧୁ, ପୁଣି ଆଉ ଥରେ ଦେଖା ହେବ ଲେଖନୀର କାହାଣୀରେ ଆଉ ଗୋଟେ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର।